କାଲି ଯେହେତୁ ଶ୍ୱଶୁରଙ୍କ ଶ୍ରାଦ୍ଧ ଥିଲା ଆଜି ଶାଶୁଘରେ ଯାଇ ମୋତେ ହାଜିରା ଦେବାକୁ ପଡ଼ିଲା। ଶ୍ରାଦ୍ଧ ଦିନ ସକାଳୁ ମୁଁ ରେଡ଼ି ହୋଇ ଟିକେ ଷ୍ଟାଇଲ୍ ମାରୁଥିଲି। ଖାଲି ଷ୍ଟାଇଲ୍ ମାରିଲେ ତ ହେବନି, କାମ ତ କରିବାକୁ ପଡ଼ିବ। ସମସ୍ତେ ମିଳିମିଶି ପରିବା କାଟିବା ପାଇଁ ବସି ପଡ଼ିଲୁ। ଯାହା ଯେମିତି ପରିବା କଟା ହେଉଥିଲା ତା ସହିତ ଗୁଲିଖଟି ଗପ ମଧ୍ୟ ଚାଲିଥିଲା। ଏପଟେ ଆମର ରୋଷେଇ ଆରମ୍ଭ ହୋଇଯାଇଥିଲା, ତା ସହିତ ସାଦକର୍ମ ମଧ୍ୟ ଆଗେଇଥିଲା। ଏବେ ଟିକେ ଆସନ୍ତୁ ଯିବା ରୋଷେଇ ଆଡ଼େ। ରୋଷେଇରେ ଆମର ଭାତ, ଡାଲମା, ଶାଗ ମୁଗ, ଖଟା, ଚିଲି ବେସନ, କ୍ଷୀରି, ଦହିବରା ଆଉ ପାମ୍ପଡ଼ ହେଇଥିଲା। ଖାଇବା ଦେଖି ପାଟିରୁ ଲାଳ ବୋହିଲା କି ଟିକେ କାଠେଇ ଯାଆନ୍ତୁ ମ। ସବୁ କ୍ଷେତ୍ରରେ ଲେଡିଜ୍ ଫାଷ୍ଟ, କିନ୍ତୁ ଖାଇବା କ୍ଷେତ୍ରରେ ଲେଡିଜ୍ ଲାଷ୍ଟ। ସମସ୍ତେ ଖାଇବା ପରେ ଆମେ ଖାଇବାକୁ ବସି ପଡ଼ିଲୁ। କାଳେ ଅରୁଆଟା ହଜମ ନ ହେବ ସେଥିପାଇଁ କଳା ପାଣିର ବ୍ୟବସ୍ଥା ମଧ୍ୟ ହେଇଥିଲା। କଳା ପାଣି ମାନେ କୋଲ୍ଡ ଡ୍ରିଙ୍କସ୍ ମ, ଖାଲି ତ ସିଆଡ଼ିକି ଭାବିଲେ ଆଉ। କାଳେ କଳା ପାଣିର ଅରୁଆଟା ସମ୍ପୂର୍ଣ୍ଣ ହଜମ ନ ହେବ, ଟିକେ ବାକି ରହିଯିବ, ସେଥିପାଇଁ ବାସନ ସହିତ କୁସ୍ତି କରିବାର ବ୍ୟବସ୍ଥା ମଧ୍ୟ ହେଇଥିଲା। ଆମେ ଚାଲିଲୁ ବାସନ ସହିତ କୁସ୍ତି କରି ଅରୁଆକୁ ହଜମ କରିବୁ ଆଉ ବଳି ପଡ଼ିଥିବା ଖାଦ୍ୟକୁ ରାତିରେ ଖାଇ ଶେଷ କରିବୁ। ଆପଣମାନେ ଆଉ ଡେରି ନ କରି ଚ୍ୟାନେଲକୁ ଯାଆନ୍ତୁ ସବସ୍କ୍ରାଇବ୍ କରି। ଜୟ ସାଇରାମ।